ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଠିକ୍ ଅଛି। ଶ୍ରେଣୀ ହେଉଛି ପଞ୍ଚମ, ବିଷୟ ହେଉଛି ପରିବେଶ ଅଧ୍ୟୟନ ବିଜ୍ଞାନ। ଠିକ୍ ଅଛି। ତାପରେ ଶିକ୍ଷାର୍ଥୀଙ୍କ ନାମ ଏଇଠି ତୁମର ସମ୍ପୂର୍ଣ୍ଣ ନାମ ଏଇଠି ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ରୋଲ୍ ନମ୍ବର। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମ ବିଭାଗ, ତୁମେ କେଉଁ ବିଭାଗର ଛାତ୍ର ଅଥବା ଛାତ୍ରୀ ଏଇଠି ଲେଖିବ। ତାପରେ ଏଇଠି ଲେଖିବ ତାରିଖ, ତୁମେ କେଉଁ ତାରିଖ ଦିନ ପରୀକ୍ଷା ଦେଉଛ ଏଇଠି ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ବିଦ୍ୟାଳୟର ନାମ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବ୍ଲକ, ତୁମର ଠାରେ କେଉଁ ବ୍ଲକରେ ତୁମର ବିଦ୍ୟାଳୟଟି ଅଛି ସେଇ ବ୍ଲକର ନାମ ଲେଖିବ। ତାପରେ ଏଇଠି ଲେଖିବ ତୁମର ଜିଲ୍ଲା, କେଉଁ ଜିଲ୍ଲାରେ ତୁମର ବିଦ୍ୟାଳୟଟି ଅଛି ଏଇଠି ଲେଖିବ। ତାପରେ ଠିକ୍ ଅଛି। ତାପରେ ଏହା ହେଉଛି ତୁମର ଲିଖିତ ପରୀକ୍ଷା ପିଲାମାନେ। ସମୟ ହେଉଛି ମାତ୍ର 45 ମିନିଟ୍। ତାପରେ ପୃଷ୍ଠା ସଂଖ୍ୟା ହେଉଛି 4, ପ୍ରଶ୍ନ ସଂଖ୍ୟା ହେଉଛି 11 ଏବଂ ପୂର୍ଣ୍ଣ ସଂଖ୍ୟା ହେଉଛି 20। ମାତ୍ର 20 ମାର୍କର ପରୀକ୍ଷା ଏହା ତୁମେ ଦେବ। ଠିକ୍ ଅଛି। ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ପ୍ରଥମ ପ୍ରଶ୍ନ, 1ରୁ 3 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଠିକ୍ ଉତ୍ତର ପାଖରେ ଥିବା କୋଠରୀରେ ଠିକ୍ ଚିହ୍ନ ଦିଅ। ଠିକ୍ ଅଛି। ଓଟ ତାହାର କେଉଁ ଅଙ୍ଗ ସାହାଯ୍ୟରେ ଖାଦ୍ୟକୁ ଚର୍ବି ରୂପେ ସଞ୍ଚୟ କରିଥାଏ? ଏହାର ସଠିକ୍ ଉତ୍ତରଟି ହେଉଛି କୁଜ। ଠିକ୍ ଅଛି। କୁଜ ଏହା ହେଉଛି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ଜୀବମାନେ ଖାଉଥିବା ଖାଦ୍ୟରେ କେଉଁ ଶକ୍ତି ରହିଥାଏ? ଏହାର ସଠିକ୍ ଉତ୍ତରଟି ହେଉଛି ରାସାୟନିକ ଶକ୍ତି। ଏଇଠି ତୁମେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ସୋଡ଼ା ବୋତଲର ଠିପି ଖୋଲିବା ମାତ୍ରେ ତା ଭିତରୁ ଗ୍ୟାସ୍ ଭୁରୁ ଭୁରୁ ହୋଇ ଜୋରରେ ବାହାରକୁ ଆସିଥାଏ କାହିଁକି? ପିଲାମାନେ ଏହାର ସଠିକ୍ ଉତ୍ତରଟି ହେଉଛି ସୋଡ଼ା ସହିତ ଅଙ୍ଗାରକାମ୍ଳ ଗ୍ୟାସ୍ ମିଶିଥାଏ, ସେଥିପାଇଁ ଖ ନମ୍ବର ହେଉଛି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦେଖିବା, କ ସ୍ତମ୍ଭର କ୍ଷେତ୍ର ସହିତ ଖ ସ୍ତମ୍ଭର ଜିନିଷକୁ ଘରେ ଟାଣିବା। ଠିକ୍ ଅଛି। କ ସ୍ତମ୍ଭ ଯୋଗାଯୋଗ ଅଛି, କ'ଣ ହେବ? ଏଇଠି ତୁମେ ଘରେ ଟାଣିବ ଟେଲିଫୋନ୍କୁ ତୁମେ ଘରେ ଟାଣିବ। ତାପରେ ଗମନାଗମନରୁ ତୁମେ ଘରେ ଟାଣିବ ପାଣି ଜାହାଜ। ଠିକ୍ ଅଛି। ଜଳ ଜାହାଜ ଯେଉଁଠି। ତାପରେ ଅଛି ଚିକିତ୍ସାରେ ତୁମେ ଲେଖିବ ପିଲାମାନେ ଅଣୁବୀକ୍ଷଣ ଯନ୍ତ୍ର। ଠିକ୍ ଅଛି। ତାପରେ କୃଷି ହେଉଛି ଟ୍ରାକ୍ଟରରୁ ଘରେ ଟାଣିବ ଟ୍ରାକ୍ଟର। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ପଦ୍ମ ଓ କଇଁ ଗଛର ପତ୍ରରେ ପାଣି ଲାଗେ ନାହିଁ କାହିଁକି? ପଦ୍ମ ଓ କଇଁ ଗଛର ପତ୍ରରେ ପାଣି ଲାଗେ ନାହିଁ କାହିଁକି? ପିଲାମାନେ ଏହାର ଉତ୍ତର ମୁଁ ସ୍କ୍ରିନ୍ରେ ଦେଇଛି, ତୁମେ ସେଇଠୁ ଲେଖିନେବ। ଠିକ୍ ଅଛି। କିମ୍ବା ଏଇ ଭିଡ଼ିଓର ଶେଷରେ ମୁଁ ତାର ଉତ୍ତର ଦେଇଛି, ତୁମେ ଲେଖିନେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ପୋଲିଓ ରୋଗ ନ ହେବା ପାଇଁ ସରକାରଙ୍କ ତରଫରୁ କେଉଁ ସବୁ ପଦକ୍ଷେପ ନିଆଯାଉଛି? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଏହି ଭିଡ଼ିଓ ଶେଷରେ ଦେଇଛି, ତୁମେ ଲେଖିନେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତୁମ ବିଦ୍ୟାଳୟକୁ ଆବର୍ଜନା ମୁକ୍ତ କରିବା ପାଇଁ ତୁମେ କ'ଣ ସବୁ କାର୍ଯ୍ୟ କରିଥାଅ? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଏହି ଭିଡ଼ିଓ ଶେଷରେ ଦେଇଛି, ତୁମେ ଲେଖିନେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ତୁମ ଅଞ୍ଚଳରେ ବାତ୍ୟା ଆସିଲେ ତୁମେ କ'ଣ ସବୁ ପୂର୍ବ ପ୍ରସ୍ତୁତି କରିବ? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ସଠିକ୍ ଉତ୍ତର ମୁଁ ଏହି ଭିଡ଼ିଓ ଶେଷରେ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମାଛକୁ ଜଳରୁ କାଢ଼ି ବାହାରକୁ ଆଣିଲେ ସେ ମରିଯାଏ କାହିଁକି? ପିଲାମାନେ ଏହାର ସମ୍ପୂର୍ଣ୍ଣ ସଠିକ୍ ଉତ୍ତର ମୁଁ ଏହି ଭିଡ଼ିଓ ଶେଷରେ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ରୀତା ବିଦ୍ୟାଳୟକୁ ସାଇକେଲରେ ଆସୁଥିଲା ସମୟରେ ହଠାତ୍ ପଡ଼ିଯାଇ ଗୋଡ଼ ଖଣ୍ଡିଆ ହୋଇ ରକ୍ତ ବାହାରିଲା। ରୀତା କି ପ୍ରକାର ପ୍ରାଥମିକ ଚିକିତ୍ସା କରିବ? ପିଲାମାନେ ଏହାର ସମ୍ପୂର୍ଣ୍ଣ ସଠିକ୍ ଉତ୍ତର ମୁଁ ଏହି ଭିଡ଼ିଓ ଶେଷରେ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଫ୍ରିଜରୁ ଗୋଟିଏ ଥଣ୍ଡା ବୋତଲ କାଢ଼ି କିଛି ସମୟ ବାହାରେ ରଖିଲେ ବୋତଲର ବାହାର ପଟେ ଜଳବିନ୍ଦୁ ଦେଖାଯାଏ କାହିଁକି? ପିଲାମାନେ ଏହାର ସଠିକ୍ ଉତ୍ତର ମୁଁ ଏହି ଭିଡ଼ିଓ ଶେଷରେ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ଧନ୍ୟବାଦ।
धन्यवाद पिलामाने भिडियोटी केमिति लागिला निश्चय कमेंट करी लिखि जणाइबो एवं यह भेरी इंपोर्टेंट होइतिबारु निज सांगसाथी मानकर सहित शेयर करिवो। ठीक अछि, धन्यवाद।